ମେ ମାସର ପ୍ରଥମ ସପ୍ତାହରେ ମଙ୍ଗଳ ମେଷ ରାଶିରେ ପ୍ରବେଶ କରିବେ। ଯୋଗ କରି ରୋଚକ ଯୋଗ ସୃଷ୍ଟି କରିବେ। ଏହି ଯୋଗ କିଛି ରାଶିଙ୍କ ବ୍ୟକ୍ତି ନିଜ କ୍ୟାରିୟରରେ ସକାରାତ୍ମକ ପରିବର୍ତ୍ତନ ଅନୁଭବ କରିପାରନ୍ତି। ମଙ୍ଗଳ 2 ମେରେ ମୀନ ରାଶିରୁ ମେଷ ରାଶିକୁ ଗମନ କରିବ। ଯେତେବେଳେ ମଙ୍ଗଳ ନିଜ ରାଶି ମେଷ, ବିଛା କିମ୍ବା ଉଚ୍ଚ ରାଶି ମକର ରାଶିକୁ ଗମନ କରେ, ସେତେବେଳେ ରୋଚକ ଯୋଗ ସୃଷ୍ଟି ହୁଏ। ଏହି ଯୋଗ ପଞ୍ଚମହାପୁରୁଷ ଯୋଗ ମଧ୍ୟ କୁହାଯାଏ। ଏହି ଯୋଗ ଯୋଗୁଁ କିଛି ରାଶିଙ୍କ କ୍ୟାରିୟର ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହୋଇପାରେ। ଏହି ରାଶିମାନଙ୍କୁ ନୂଆ ସୁଯୋଗ ପାଇଁ ମଧ୍ୟ ପ୍ରସ୍ତୁତ କରିବାକୁ ପଡ଼ିଥାଏ। ଆସନ୍ତୁ ଜାଣିବା ସେମାନଙ୍କର ବାଦ ବିବାଦ ବିଷୟରେ। ମିଥୁନ ରାଶି, ଆପଣଙ୍କ ରାଶିର ଏକାଦଶ ଘରେ ରୋଚକ ଯୋଗ ସୃଷ୍ଟି ହେବ। ଏହାକୁ ଲାଭର ଘର ବୋଲି ବିବେଚନା କରାଯାଏ। ଏହା ବ୍ୟବସାୟିକ ସଫଳତା ମଧ୍ୟ ଏକ କାରକ। ଏହି ଘରେ ମଙ୍ଗଳଙ୍କର ରୋଚକ ଯୋଗ ଆପଣଙ୍କ ବ୍ୟବସାୟରେ ଲାଭ ଆଣିପାରେ। ଏକ ବଡ଼ ଚୁକ୍ତି ହାସଲ କରିବାର ସମ୍ଭାବନା ମଧ୍ୟ ଅଛି। ଏହା ସହିତ ଏହି ଯୋଗ ସମୟରେ ଚାକିରି କରୁଥିବା ବ୍ୟକ୍ତିମାନଙ୍କୁ ସେମାନଙ୍କ ଇଚ୍ଛା କରୁଥିବା ସ୍ଥାନକୁ ଟ୍ରାନ୍ସଫର ହୋଇପାରେ। ଏହି ସମୟ ମଧ୍ୟରେ ସିନିୟରମାନେ ଆପଣଙ୍କୁ ମାର୍ଗଦର୍ଶନ କରିପାରନ୍ତି। କର୍କଟ ରାଶି, ମଙ୍ଗଳ ଗ୍ରହ ଆପଣଙ୍କ ରାଶିକୁ ଦଶମ ଘରେ ଗୋଚର କରିବ, ଯାହାକୁ କର୍ମ ଘର କୁହାଯାଏ। ମନେ ରଖିବା ଉଚିତ ଯେ ମଙ୍ଗଳ ମଧ୍ୟ ଏହି ଘରେ ଦିଗ ଦର୍ଶନ ଶକ୍ତି ଲାଭ କରେ। ତେଣୁ ମଙ୍ଗଳଙ୍କର ରୋଚକ ଯୋଗର ଗଠନ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରେ। ଆପଣଙ୍କୁ ନୂଆ କ୍ୟାରିୟର ସୁଯୋଗ ମିଳିପାରେ। ବେକାର ବ୍ୟକ୍ତିମାନେ ନିଯୁକ୍ତି ପାଇବାର ସମ୍ଭାବନା ଅଛି। ଏହି ସମୟ ମଧ୍ୟରେ କେତେକଙ୍କୁ କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମଧ୍ୟ ମିଳିପାରେ। ଆପଣଙ୍କ ପାଇଁ ଆମର ଏକମାତ୍ର ପରାମର୍ଶ ହେଉଛି ସୁଯୋଗ ଗୁଡ଼ିକୁ ହାତଛଡ଼ା କରନ୍ତୁ ନାହିଁ। ଧନୁ ରାଶି, ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ମଙ୍ଗଳଙ୍କ ଗ୍ରହ ଏହି ଗମନ ଅତ୍ୟନ୍ତ ଶୁଭ ହେବ। ମେ ମାସରେ ଆପଣଙ୍କୁ ସଫଳତା ମିଳିବାର ସମ୍ଭାବନା ଅଛି। ଏହି ରାଶିରେ ଜନ୍ମିତ ବ୍ୟକ୍ତିମାନେ ମଧ୍ୟ ଏହି ସମୟରେ ଭଲ କ୍ୟାରିୟର ସୁଯୋଗ ପାଇପାରନ୍ତି। ପ୍ରତ୍ୟେକ ବ୍ୟବସାୟରେ ଜଡ଼ିତ ବ୍ୟକ୍ତିମାନେ ମଧ୍ୟ ଲାଭ ପାଇବାର ସମ୍ଭାବନା ଅଛି। ଆପଣଙ୍କ ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ପାଇପାରେ।